ଜାଗା ଥରେ ଏଇଠି ଗୋଟେ ଦୀପଟେ ଜାଳିକିରି ମୁଁ ଯାଇଥିଲି। ଗୋଟେ ମାନସିକ ମୋ ମନ ଭିତରେ ଥିଲା, ତାକୁ ସବୁ ସାଙ୍ଗେ ସାଙ୍ଗେ ପ୍ରଭୁ ପୂରଣ କରିଛନ୍ତି ସେ ମାନସିକ ମୋର। ଆଉ ସେ କଥା ମୁଁ କଣ କହିବି ଯେ କହିଲି ତ, ମାନେ ଇଏ ପୁଅ ବିଷୟରେ ମୁଁ ଗୋଟେ ମାନସିକ କରି ଗୋଟେ ଦୀପଟେ ଜାଳିକି ଯାଇଥିଲି, ଆଉ ସାଙ୍ଗେ ସାଙ୍ଗେ ସେ କାର୍ଯ୍ୟ ହେଇଛି। କୋଉଠୁ ଆସିଛନ୍ତି? ମ୍ୟାନେଜିଂ ଟ୍ରଷ୍ଟ ସିଦ୍ଧ ମହାବୀର ହନୁମାନ ମନ୍ଦିର ଏବଂ ରାମ ମନ୍ଦିର ଟ୍ରଷ୍ଟ କଣ କହିବେ ଅଚ୍ୟୁତଙ୍କର ମହିମା ବିଷୟ? ମୁଁ ଏଇ ଗୋଲକପଡ଼ାଙ୍କ ବିଷୟରେ କହିବି, ଯିଏକି ସେ ଆମର ସେଠି ରାମ ଲକ୍ଷ୍ମଣ ସୀତା ହନୁମାନଙ୍କ ମୂର୍ତ୍ତି ପଠେଇଛନ୍ତି। ଟଙ୍କା 1.5 ଲକ୍ଷ ଟଙ୍କା କ୍ୟାସ୍ ବି ଦେଇଛନ୍ତି। ନୂତନ ରାମ ମନ୍ଦିର 23 ତାରିଖ ପ୍ରତିଷ୍ଠା ସରିଛି, ପ୍ରତିଷ୍ଠା ଦିବସ ଆମେ 23ରେ ସରି ଏବେ ମାନେ ଶୀଘ୍ର ନିକଟରେ ହେଇଛି। ଆଉ ତାଙ୍କର ଯେଉଁ ବଦାନ୍ୟ ବ୍ୟକ୍ତି, ସେ ମହାନ ବ୍ୟକ୍ତି। ମୁଁ ତାକୁ ସ୍ୱୟଂ ରାମଚନ୍ଦ୍ର ବୋଲି ଭାବେ, କାରଣ ତାଙ୍କ ଚେହେରା ବି ରାମଚନ୍ଦ୍ରଙ୍କ ଚେହେରା ସାଙ୍ଗେ ମିଶିଛି। ବହୁତ ଲୋକଙ୍କୁ ସେ ଦାନ ଧର୍ମ ମନ୍ଦିର ମଠ। ଆପଣ ଅଚ୍ୟୁତଙ୍କ ବିଷୟରେ କଣ ଅନୁଭବ କଲେ? ପ୍ରତ୍ୟକ୍ଷ ଅନୁଭବ ବହୁତ କରୁଛି ଆଜ୍ଞା। କହିବି କଣ କଣ ବର୍ଣ୍ଣନା କରିବି ତାଙ୍କ ବିଷୟରେ। କଣ ଅନୁଭୂତି ଅଛି, କାହିଁକି ଆପଣ କହିଲେ ଯେ ତାଙ୍କର ଅପାର ମହିମା ଅଛି ବୋଲି? ଗୋଟେ ଜାଗା ଥରେ ଏଇଠି ଗୋଟେ ଦୀପଟେ ଜାଳିକିରି ମୁଁ ଯାଇଥିଲି। ଗୋଟେ ମାନସିକ ମୋ ମନ ଭିତରେ ଥିଲା, ତାକୁ ସବୁ ସାଙ୍ଗେ ସାଙ୍ଗେ ପ୍ରଭୁ ପୂରଣ କରିଛନ୍ତି ସେ ମାନସିକ ମୋର। ଆଉ ସେ କଥା ମୁଁ କଣ କହିବି ଯେ କହିଲି ତ, ମାନେ ଇଏ ପୁଅ ବିଷୟରେ ମୁଁ ଗୋଟେ ମାନସିକ କରି ଗୋଟେ ଦୀପଟେ ଜାଳିକି ଯାଇଥିଲି, ଆଉ ସାଙ୍ଗେ ସାଙ୍ଗେ ସେ କାର୍ଯ୍ୟ ହେଇଛି।